प्रार्थनाकारी प्रति देह मन और प्राण आम अति दुर्बल। यही दुर्बलता ही पाप। प्रकृति में दुर्बल नुहे, ये भावनाटा ही पाप। अर्थात मोर शक्ति ना, मुझे करी ना, मो देह दुर्बल, मन दुर्बल, यह पाप। देह मन प्राण दुर्बल थिले आध्यात्मिक साधन अग्रसर होगा अतिशय कठिन। तू आग देह को सुस्थ रख, मन को स्थिर रखे। मन को सुस्थ मैंने मन को स्थिर करेंगे, प्राण को कार्य विनियोज, प्राण शक्ति पाई कार्य करेंगे। देह मन प्राण दुर्बल थिले आध्यात्मिक साधन अग्रसर होगा अतिशय कठिन। निज को सब प्रकार विद्याशाली बोली अनुभव न कले आत्मलाभ व भगवत दर्शन लाभ संभवपर हुए नहीं। आत्मलाभ अर्थ स्वरूप लाभ अंतर से आम भगवान नित्य दास ये आत्मज्ञान ठाकुर दौरान
ମୁଁ ନିତ୍ୟ ଲୋକର ନିତ୍ୟ ପୁରୁଷ, ତୁମେ ମୋର ନିତ୍ୟ ପାର୍ଶ୍ୱଦ। ତେଣୁ ଆମେ ଭଗବାନଙ୍କର ନିତ୍ୟ ଦାସ। ଏହା ହିଁ ଆମର ସ୍ୱରୂପ ବା ଶିବତ୍ୱ। ଆତ୍ମାର ସ୍ଥିତି ଲାଭ କଲେ ଶିବତ୍ୱ, ଦେହର ସ୍ଥିତି ଲାଭ କଲେ ଜୀବତ୍ୱ। ଦେହ ଜ୍ଞାନ ଥିଲେ ମୁଁ ଜୀବ, ବନ୍ଧନଗ୍ରସ୍ତ ହେବେ, ବଦ୍ଧ। କିନ୍ତୁ ଆତ୍ମାର ସ୍ଥିତି ଲାଭ କଲେ ମୁକ୍ତ, ଶିବତ୍ୱ ପ୍ରାପ୍ତ ହେବେ। ଏହି ଶିବଭାବ ପରିବର୍ତ୍ତରେ ଜୀବଭାବର ଆବରଣରେ ମଣ୍ଡିତ ହୋଇ ଆମର ଆତ୍ମବିସ୍ମୃତି ଘଟିଅଛି। ତେଣୁ ଜନ୍ମ ହେଲା ମାତ୍ରେ ଏ ଦେହ ନେଇକି ଆମେ ଜନ୍ମ ହେଉଛେ। ତେଣୁ ଜନ୍ମରେ ଯାଇତେ ଶୂଦ୍ର, ଜନ୍ମ ହେଲା ମାତ୍ରେ ସମସ୍ତେ ଅଜ୍ଞାନୀ ଯାଆନ୍ତି। ସେତେବେଳେ ଆଉ ଆତ୍ମଜ୍ଞାନ କିଛି ନଥାଏ। ବେଦ ପାଠ ଭବତି ବିପ୍ର, ବ୍ରହ୍ମଂ ଜାନାତିତି ବ୍ରହ୍ମଣ। ଯେତେବେଳେ ଗୁରୁଙ୍କ ପାଖକୁ ଯାଇ ସଂସ୍କାର ହେବ, ଜ୍ଞାନ ଲାଭ କରିବ, ବେଦ ପାଠ କରିବ, ସେତେବେଳେ ଜାଣିବ ଯେ ତୁମେ ଏ ଦେହ ନୁହେଁ, ତୁମେ ହେଉଛି ସେ ଦେହୀ ବା ଆତ୍ମା। କ୍ଷୁଦ୍ର ଅହନ୍ତକୁ ଆମେ ନିଜ ସ୍ୱରୂପ ବୋଲି ଭ୍ରମଧାରଣା ପୋଷଣ କରିବା ଫଳରେ, କ୍ଷୁଦ୍ର ଅହନ୍ତର ଦେହ, ଦେହ ଉପରେ ଆମେ ଅହନ୍ତ ବିଚାର କରୁଛେ। ଏହି ଭ୍ରମଧାରଣା ପୋଷଣ କରିବା ଫଳରେ ଆମର ପତନ ହେଉଛି, ଅଧା ପତନ ହେଉଛି, ପଶୁସ୍ତରକୁ ଆମେ ଚାଲିଯାଉଛେ। ଯେଉଁଦିନ ଏହି ଅହନ୍ତର ବିନାଶ ହେବ, ସେଇଦିନ ଶ୍ରୀଗୁରୁଙ୍କର କୃପାରୁ ଆମର ଭଗବତ ସାକ୍ଷାତକାର ଲାଭ ହେବ। ଏ ଅହନ୍ତ ପୁଣି କେମିତି ବିନାଶ ହେବ? ତ ଉପାୟ, ଏ ଅହନ୍ତକୁ ନିଜ ଦେହ ଭିତରେ ରଖି ସମଗ୍ର ବିଶ୍ୱରେ ଏକ୍ସପାଣ୍ଡ କରିବେ, ପ୍ରଚାରିତ କରିବା। ଅହନ୍ତକୁ ପ୍ରସାରଣ କଲେ এটা ବିନାଶ ହେବ। ଅହନ୍ତକୁ ସଂକୁଚିତ କଲେ এটা ବଦ୍ଧ ହୋଇଯିବ, ଆହୁରି ବଳିଷ୍ଠ ହୋଇଯିବ ଅହଙ୍କାରଟା। ତେଣୁ ନିଜର ସ୍ୱାର୍ଥ ପାଇଁ ସବୁବେଳେ ନ ଲାଗି ଜଗତ ସ୍ୱାର୍ଥ ପାଇଁ, ଠାକୁରଙ୍କର ସ୍ୱାର୍ଥ ପାଇଁ ଲାଗିବେ, ମନ ପ୍ରାଣ ଦେବେ, ତାହେଲେ ଅହଙ୍କରଟା ଏକ୍ସପାଣ୍ଡ ହୋଇଗଲା, ପ୍ରସାରିତ ହୋଇଗଲା। ସେଟା ଅହଙ୍କାର ରହିଲାନି, ନଷ୍ଟ ହୋଇଗଲା। ସେଟା ହେଲା ସ୍ୱହଙ୍କାର। ତ ତୁମେ ସେଇ ଭଗବାନ। ଆମର ଅହନ୍ତ ବ୍ରହ୍ମସ୍ୱରୂପରେ ନିମଜ୍ଜିତ ହେଲେ, ବ୍ରହ୍ମ ମାନେ ଏକ୍ସପାନ୍ସନ୍, ଅହନ୍ତ ଯେତେବେଳେ ବିସ୍ତାରିତ ହେବ, ବ୍ରହ୍ମସ୍ୱରୂପରେ ନିମଜ୍ଜିତ ହେଲେ ଆମର ଆତ୍ମଲାଭ ସମ୍ଭବ ହୋଇପାରିବ। ଅର୍ଥାତ୍ ଆମେ ନିଜକୁ ଜାଣିପାରିବା ଆମେ କିଏ ସେ। କିନ୍ତୁ ଆତ୍ମବିସ୍ମୃତି ହେତୁ ଆମେ ନିଜକୁ ଭୁଲି ଯାଇଥିବା ହେତୁ ଆମର ଦେହ, ମନ ଓ ପ୍ରାଣ ନାନାବିଧ ବୈଷୟିକ ଆକର୍ଷଣରେ ବିକ୍ଷିପ୍ତ ଏବଂ ଦୁର୍ବଳ ହୋଇପଡ଼ୁଛି। ତେଣୁ ସଂକୁଚିତ ଭାବ ହେତୁ ମୁଁ ଦେହ ଭିତରେ ଆବଦ୍ଧ। ତେଣୁ ଦେହ ଜ୍ଞାନ ଥିଲେ ଭେଦ ଜ୍ଞାନ ଆସିବ, ଭେଦ ଜ୍ଞାନ ଥିଲେ କାମନା ବାସନା ଜାଗିବ, ତାର ଅଛି ମୋର ନାହିଁ। ତେଣୁ ବନ୍ଧନ। ଭଗବତ ଦର୍ଶନ ପଥରେ ପାଥେୟ ସ୍ୱରୂପ ଦେହ, ମନ ଓ ପ୍ରାଣରେ ବଳାଧାନ ଆମର ଏକାନ୍ତ ପ୍ରୟୋଜନ। ଏ ଦେହ, ମନ, ପ୍ରାଣରେ ବଳାଧାନ କେମିତି ହେବ? ଖାଇଲେ ଖାଲି ନା, ଏ ଦେହ, ମନ, ପ୍ରାଣକୁ ତାଙ୍କ ପଦରେ ସମର୍ପଣ କଲେ ଶକ୍ତି ତାଙ୍କଠୁ ଆସିବ, ତୁମେ ବଳାଧାନ ହେଇଯିବ। ନିଜ କାର୍ଯ୍ୟରେ ଲଗାଇଲେ ଦୁର୍ବଳ ହେବ। ସାଂସାରିକ କାର୍ଯ୍ୟରେ ଦେହ, ମନ, ପ୍ରାଣକୁ ଖାଲି ଲଗାଇବେ, ଦୁର୍ବଳ ହେଇ ନଷ୍ଟ ହେଇଯିବ। ସେଇ ଦେହ, ମନ, ପ୍ରାଣକୁ ଯଦି ଠାକୁରଙ୍କ କାର୍ଯ୍ୟରେ ଲଗାଇବେ, ସେଟା ଶକ୍ତିଶାଳୀ ହେଇଯିବ। ଦେହର ବଳ, ମନର ବଳ, ପ୍ରାଣର ବଳ, ଏ ତ୍ରିବିଧ ବଳର ସମ୍ମିଳନ ହିଁ ଆତ୍ମଲାଭର। এই ত্রিবিধ বଳରେ ସମ୍ମିଳନ ନହେଲେ, ଦେହ, ମନ, ପ୍ରାଣର ଯଦି ବଳାଧାନ ନହେଲା, ଆତ୍ମଲାଭର ଆଶା ସୁଦୂର ପରାହତ। ଅର୍ଥାତ୍ ନିଜେ ଆଉ ନିଜକୁ ଜାଣିପାରିବ ନାହିଁ। ଯେଉଁ ଅନ୍ଧକାର ଥିଲ ସେ ଅନ୍ଧକାରରେ ପୁଣି ଚାଲିଯିବ। ଦେହ, ମନ ଓ ପ୍ରାଣ ମଧ୍ୟରେ ଅତି ଘନିଷ୍ଠ ସମ୍ବନ୍ଧ ବିଦ୍ୟମାନ। ଦେହ ସୁସ୍ଥ ଥିଲେ ମନ ସୁସ୍ଥ ଥାଏ, ମନ ସୁସ୍ଥ ଥିଲେ ପ୍ରାଣ ସୁସ୍ଥ ଥାଏ। ତାଙ୍କ ଭିତରେ ଅବିନା ସମ୍ବନ୍ଧ ବିଦ୍ୟମାନ। ଯଦି ମନ ଖରାପ ହେଇଗଲା, ପ୍ରାଣ ମଧ୍ୟ ଖରାପ, ଦେହ ମଧ୍ୟ ଖରାପ ହେଇଯିବ, ମନ ଖରାପ ଥିଲେ। ଗୋଟିକର ଶକ୍ତି ହ୍ରାସ ହେଲେ ଅପର ଦୁଇଟିର ଶକ୍ତି ସ୍ୱତଃ ହ୍ରାସ ହେଇଯାଏ। ଏହି ତ୍ରିବିଧ ଶକ୍ତି ସଞ୍ଚୟର ଏକମାତ୍ର ମୂଳମନ୍ତ୍ର ଆନ୍ତରିକତାର ସହିତ ବ୍ରହ୍ମଚର୍ଯ୍ୟ ପାଳନ। ଏ ବ୍ରହ୍ମଚର୍ଯ୍ୟ ପାଳନଟା କ'ଣ?
ଯେଉଁ ଇନ୍ଦ୍ରିୟମାନେ ଉଚ୍ଛୃଙ୍ଖଳିତ ହେଉଛନ୍ତି ସେ ଅସଂଯତ ଇନ୍ଦ୍ରିୟକୁ ସଂଯତ କରିବାକୁ ହେଲେ ଭଗବତମୁଖୀ କରିବାକୁ ହେବ। ଅନ୍ତର୍ମୁଖୀ ଇନ୍ଦ୍ରିୟମାନେ ବହିର୍ମୁଖୀ ଭୋଗ ଲୋଲୁପରେ ମାତିଥାନ୍ତି, କିନ୍ତୁ ସେହି ଭୋଗ ଲୋଲୁପ ଇନ୍ଦ୍ରିୟକୁ ଭଗବତ କାର୍ଯ୍ୟରେ ଡାଇଭର୍ସନ୍ କଲେ ସେଗୁଡ଼ିକ ସଂଯତ ହେଇଯାଆନ୍ତି। ବାହାରେ ହୁଅନ୍ତି ଉଚ୍ଛୃଙ୍ଖଳିତ, ବିଷୟ ରସ ଯେତେବେଳେ ପାନ କରନ୍ତି ଇନ୍ଦ୍ରିୟମାନେ ପଞ୍ଚ ବିଷୟ ରସ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଉଚ୍ଛୃଙ୍ଖଳିତ ହୁଅନ୍ତି, ତୃପ୍ତି ଆସେ ନାହିଁ।